ଆଜିକାର ଲୋକମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା କ'ଣ ଜାଣନ୍ତି? ଲୋକେ କ'ଣ କହିବେ, ଏ ସମାଜ କ'ଣ କହିବ, ଏହି ସବୁ ସଂଶୟ ନିଜ ମନରେ ପୋଷଣ କରିବା ହିଁ ଆଜିକାର ସମାଜର ସବୁଠାରୁ ବଡ଼ ଦୁର୍ବଳତା। ହଁ, ମୁଁ ମାନୁଛି ମଣିଷ ଏକ ସାମାଜିକ ପ୍ରାଣୀ। ଆମକୁ ଏ ସମାଜକୁ ନେଇ ହିଁ ଚଳିବାକୁ ପଡ଼ିବ। କିନ୍ତୁ ତାର ମାନେ ନୁହେଁ ଯେ ଆମେ ଲୋକେ କ'ଣ କହିବେ, ସମାଜ କ'ଣ କହିବ, ଏ ଭୟରେ ସବୁ ଅନ୍ୟାୟ ଅତ୍ୟାଚାରକୁ ସହିଯିବା, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାନି ବା ନିଜ ଇଚ୍ଛାରେ ବଞ୍ଚି ପାରିବାନି। ଲୋକେ କ'ଣ କହିବେ, ଏହି ହୀନମନ୍ୟତା ମଣିଷକୁ ଅନଗ୍ରସରତା ଆଡ଼କୁ ଠେଲି ଦେଇଥାଏ। ଏହି ହୀନ ମନୋଭାବ ଯୋଗୁଁ ହିଁ ଆଜିକାର ସମାଜରେ କେତେ ଯେ ନିରୀହ ନିଷ୍ପାପ ଅନ୍ୟାୟ ଅତ୍ୟାଚାର ତଳେ ନିଷ୍ପେଷିତ ହେଉଛନ୍ତି ତାର ସୀମା ନାହିଁ। କେତେକ ମା ବାପାଙ୍କର ଲୋକେ କ'ଣ କହିବେ ଏହି ହୀନ ମନୋଭାବ ଯୋଗୁଁ କେତେ ଯେ ନିରୀହ ଝିଅ ଶାଶୁଘରେ ନିର୍ଯାତନାର ଶିକାର ହେଉଛନ୍ତି, ହେଲେ ଏ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରୁନାହାନ୍ତି। ଲୋକେ କ'ଣ କହିବେ ଏହି ଭୟରେ କେତେ ଯେ ନାରୀ ନିଜର ଜୀବନ ହାରିବାକୁ ମଧ୍ୟ ପଛାଉନାହାନ୍ତି। ସମାଜ କ'ଣ କହିବ ଭୟରେ ଅନେକ ଲୋକ ନିଜର ପ୍ରକୃତ ଅଧିକାରକୁ ମଧ୍ୟ ତ୍ୟାଗ କରି ସବୁ ଅନ୍ୟାୟକୁ ସହି ଯାଉଛନ୍ତି। ସମାଜ ବା ଲୋକମାନେ କ'ଣ କହିବେ ଭୟରେ ଅନେକ ଲୋକ, ସେ ନାରୀ ହେଉ କି ପୁରୁଷ ହେଉ, ନିଜ ଜୀବନକୁ ନିଜ ଇଚ୍ଛାରେ ବଞ୍ଚି ପାରୁନାହାନ୍ତି। ସମାଜ କ'ଣ କହିବ ବୋଲି ଭାବି ନିଜର ପ୍ରତ୍ୟେକ ଖୁସି, ପ୍ରତ୍ୟେକ ଅଧିକାରକୁ ଜଳାଞ୍ଜଳି ଦେବା କେତେ ଦୂର ଠିକ୍, ଆପଣମାନେ ନିଜେ ବିଚାର କରନ୍ତୁ। ଲୋକେ କ'ଣ କହିବେ ବା ଲୋକେ କ'ଣ ଭାବିବେ, ଏହିଭଳି ନୀଚ ଭାବନା ବା ହୀନମନ୍ୟତାକୁ ଯେତେ ଦିନ ପର୍ଯ୍ୟନ୍ତ ଆମେ ଆମ ମନରୁ ମୂଳପୋଛ ନ କରିଛେ, ଆମର ଖୁସି କିମ୍ବା ଅଗ୍ରସରତା କେବେ ବି ସମ୍ଭବ ନୁହେଁ। ଲୋକେ ତ କହିବେ, କହିବା ହିଁ ଲୋକଙ୍କର କାମ। ସେ ଲୋକମାନେ କ'ଣ ଆମ ପରିବାର ଚଳାଉଛନ୍ତି କି? ତେଣୁ ଲୋକ ଏବଂ ସମାଜର କଥା ଭାବିବା ବନ୍ଦ କରନ୍ତୁ ଏବଂ ନିଜ ଖୁସିକୁ ହିଁ ପ୍ରାଧାନ୍ୟ ଦିଅନ୍ତୁ। ନିଜ ଖୁସି ପାଇଁ ସର୍ବଦା এই ଦୁଇଟି ପଏଣ୍ଟକୁ ହିଁ ମନ୍ତ୍ର ରୂପେ ଗ୍ରହଣ କରନ୍ତୁ। ପ୍ରଥମ ପଏଣ୍ଟ, ଆପଣଙ୍କର ଏହି ଟାର୍ଗେଟ ରହିବା ଉଚିତ, ଜଜ୍ ମି only when your opinion can pay my bills. If you don't, mind your own business. Second point, no matter what anyone tells me, I am still gonna do whatever I want.